ଆମର 2007 ମସିହାରୁ ଗଣ୍ଡଗୋଳ ଚାଲିଲା। ଆଜି ସେ ଆମକୁ ନ ଜଣେଇକିରି ପୋଷ୍ଟର ମାଇଲେ ଯାତ୍ରା କରିବ ବୋଲି। 2007 ମସିହାରୁ ଯଦି ଗଣ୍ଡଗୋଳ ଚାଲିଛି ଆଜି କିନ୍ତୁ ଯାତ୍ରାଟା ହେବ। ଆମକୁ ବି ଡକେଇ ନାହାନ୍ତି କି କିଛି କରିନାହାନ୍ତି କି ଆମକୁ ଗୋଟେ ପଦେ ବି ପଚାରି ନାହାନ୍ତି କେଉଁ ହିସାବରେ ଆମେ ଯାତ୍ରା କରିଦେବୁ। ଆମେ କହିବାରୁ ଆମକୁ ଯାହା ବିଜେତାରେ ତାକୁ ପୁରୁଷମାନେ ସବଜନ ଲୋକମାନେ ଆମକୁ ଗାଳି କଲେ। କ'ଣ ଚାହୁଁଛନ୍ତି ଆପଣ? ଆମେ ଚାହୁଁଛୁ ଯେ ଆମକୁ ସେ ଜଣାନ୍ତୁ, ଆମକୁ ଜଣେଇଲେ ଆମେ ଜାଣିବୁ ଯେ ଆମ ଲୋକ ଗାଁବାସୀ ଆମର ଠିକ୍ ଅଛି। ଯଦି ଆମକୁ ନ ଜଣେଇବେ ଆମେ ଜାଣିବୁ ଆମ ବିରୁଦ୍ଧରେ ଆମର ଚାଲୁଛି। ସେଥିପାଇଁ ଆମକୁ ଜିଲ୍ଲାପାଳକୁ ଆସିବୁ। ଆମ୍ବପାଳ ନାୟକ ସାହିର ସମ୍ପାଦକ ଆଜି ଏଇଥିପାଇଁ ଆମେ ଏକତ୍ରିତ ହୋଇ ଆଜି କଲେକ୍ଟରକୁ ଆମେ ଦେଖା କରିବାକୁ ମାନ୍ୟବର କଲେକ୍ଟର ମହାଶୟଙ୍କୁ ଦେଖା କରିବାକୁ ଆସିଛୁ ଯେ ଦୀର୍ଘ 18 ବର୍ଷ ହେଇ ଧରି ଆସିଥିବା ଯେଉଁ ରାମନବମୀ ଯାତ୍ରା ଆମ ଗ୍ରାମରେ ହେଇ ଆସୁନାହିଁ। 2007ରେ ଏକ ବଡ଼ ଦଙ୍ଗା ଧରଣ ହୋଇଥିଲା। ଉଭୟ ଦଳର ମାଡ଼ କ୍ଷତ ବିକ୍ଷତ ହୋଇକି ଏଇଟା 18 ବର୍ଷ ଧରି ଆମର ଯାତ୍ରା ବନ୍ଦ ହୋଇଥିଲା। ଆଉ ମନ୍ଦିରରେ ପ୍ରବେଶ କରିବା ପାଇଁ ଆମକୁ ନିଷେଧ କରୁଛନ୍ତି। ତେଣୁ ଆମେ ଏଠି ଜଣାଇବାକୁ ଆସିଛୁ ଯେ ଆମେ ହିନ୍ଦୁ ହେଇ ମଧ୍ୟ ହିନ୍ଦୁର ଯେଉଁ କଲଚରରେ ଆମେ ଚଳିବା ପାଇଁ ଚାହୁଁଛୁ। ସବର୍ଣ୍ଣ ଲୋକମାନେ କିଛି ରାଜନୈତିକ ଦଳ ଏବଂ ରାଜନୈତିକ ନେତାମାନଙ୍କୁ ନେଇକି ସେ ଆମକୁ ପ୍ରେସର କରିକି ଆମକୁ ଅଛୁଆଁ ବର୍ଗରେ ରଖି ତୁମେ ପାଣ ସମାଜ ତୁମେ ମନ୍ଦିର ଦର୍ଶନ କରିପାରିବନି, ଆମ ସହିତ ମିଳିମିଶି ଯାତ୍ରା କରିପାରିବନି, ତୁମେ ପଶିଲେ ଆମେ ତୁମକୁ ହାଣିଦେବୁ ମାରିଦେବୁ ଏସବୁ ଆମକୁ ଧମକ ଦେଇ କଲେ। ଏବେ ଯେଉଁ ମାର୍ଚ୍ଚ 19 ତାରିଖ ଦିନ ସବ୍ କଲେକ୍ଟରଙ୍କ ନିକଟରେ ଆମେ ଆବେଦନ କରିଥିଲୁ। ସେ ଶାନ୍ତି କମିଟି ଡକେଇ ନିର୍ଦ୍ଧାରିତ କରିଥିଲେ ଯଦି ଉଭୟ ଦଳର ମିଶି ସବର୍ଣ୍ଣ ଅସବର୍ଣ୍ଣ ମିଶି ଯାତ୍ରା କରିପାରିବେ, ଯଦି ନ କରିବେ ଏହି ଯାତ୍ରାକୁ ସ୍ଥଗିତ ରଖିବେ। କିନ୍ତୁ ସେମାନେ ରାଜନୈତିକ ନେତାଙ୍କ ପ୍ରେସରରେ ସେମାନେ ଜବରଦସ୍ତି ଯାତ୍ରା କରିବା ପାଇଁ 27 ତାରିଖ ଦିନ ନିର୍ଦ୍ଧାରିତ କରୁଛନ୍ତି। ତେଣୁ ଆମେ ଉଚିତ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଜଣାଇବାକୁ ଆସିଅଛୁ। ଯଦି ଏହାର କିଛି ପଦକ୍ଷେପ ନ ନିଅନ୍ତି ଏହା 2007 ଭଳି ତାଠୁ ଆହୁରି ଭୟଙ୍କର ଦଙ୍ଗା ସୃଷ୍ଟି ହେବା ପାଇଁ ଆମେ ନିର୍ଦ୍ଧାରିତ କରୁଛୁ। ଯଦି ଏହାର ଦଙ୍ଗା ସୃଷ୍ଟି ହୁଏ ତାହେଲେ ପ୍ରଶାସନ ଦାୟୀ ରହିବ। ଘର ଆମର ଆମ୍ବପାଳ ଯାତ୍ରା ଏଇ ଗଣ୍ଡଗୋଳ ଯେଉଁ ହେଉଛି ଆମ ହିନ୍ଦୁ ହେଇକିନା ଆମକୁ ଯଦି ଆମର କୌଣସି ନ୍ୟାୟ ଆମକୁ ଦେବେନି, ସେଥିପାଇଁ ଆମେ ହିନ୍ଦୁ ହେଇକିନା ଆମର ମନ୍ଦିରରେ ବି ଭର୍ତ୍ତି କରିଦେଉନାହାନ୍ତି। ସେଥିପାଇଁ ଆମେ ଆନ୍ଦୋଳନ କରି ଆସିଛୁ। ଧର୍ମ ଆମର ହିନ୍ଦୁ ଧର୍ମ ଆମେ ପରିବର୍ତ୍ତନ କରି ଆମେ ଅଲଗା କିଛି ଧର୍ମର ସେଥିପାଇଁ ଜିଲ୍ଲାପାଳଙ୍କ ପାଖକୁ ଆମେ ଅଭିଯୋଗ କରିବାକୁ ଆସିଛୁ।